ପାଳାଖେମୁଣ୍ଡି ରେଳ ଷ୍ଟେସନଠାରେ ଗୁରୁତର ଯୁବକଙ୍କୁ ଉଦ୍ଧାର କଲା 112 ନମ୍ବର ଜରୁରୀକାଳୀନ ଗାଡ଼ି। ଗଜପତି ଜିଲ୍ଲା ପାଳାଖେମୁଣ୍ଡି ସ୍ଥିତ ରେଳ ଷ୍ଟେସନଠାରେ ଗୁରୁତର ଜଣେ ଯୁବକଙ୍କୁ ଆଜି 112 ନମ୍ବର ଯୁକ୍ତ ଜରୁରୀକାଳୀନ ଗାଡ଼ି ଉଦ୍ଧାର କରିଥିବା ଦେଖିବାକୁ ମିଳିଛି। ଗୁରୁତର ଯୁବକ ଜଣକ ହେଲେ ଆନ୍ଧ୍ରପ୍ରଦେଶ ତେକିଲି ମଣ୍ଡଳମ୍ ରାଉତପୁରମ୍ ଗ୍ରାମର ଟି ଆରାୟା ବୋଲି ପ୍ରାଥମିକ ସୂଚନା ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରେଳ ଷ୍ଟେସନ ପରିସରରେ ଉକ୍ତ ଯୁବକ କ୍ଷତାକ୍ତ ହୋଇ ପଡ଼ିଥିଲେ। କୌଣସି ଏକ ବ୍ୟକ୍ତି 112 ଜରୁରୀକାଳୀନ ନମ୍ବରକୁ କଲ୍ କରି ଜଣାଇଥିବା ବେଳେ ଜିଆର୍ପିଏଫ୍ ପୋଲିସ ଏବଂ ଆର୍ପିଏଫ୍ ପୋଲିସ ଉକ୍ତ ଯୁବକଙ୍କୁ ନେଇ ପାଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ପାଳାଖେମୁଣ୍ଡି ଆଦର୍ଶ ଥାନାକୁ ସୂଚିତ କରାଯାଇଥିଲା। ପରେ ଉକ୍ତ ଗୁରୁତର ଯୁବକଙ୍କ ସମ୍ପର୍କୀୟମାନେ କୌଣସି କେସ୍ ନ କରି ଯୁବକଙ୍କୁ ଆନ୍ଧ୍ରପ୍ରଦେଶ ଚିକିତ୍ସା କରିବା ପାଇଁ ନେଇଯାଇଥିବା ଜାଣିବାକୁ ମିଳିଛି। ବଡ଼ ଆଶ୍ଚର୍ଯ୍ୟ କଥା ଯେ ସେ କେମିତି ଗୁରୁତର ହେଲେ ତାହା କାହା ପାଖରେ ସୂଚନା ନାହିଁ।